ବାଲେଶ୍ୱର ଆଞ୍ଚଳିକ ପରିବହନ ପ୍ରାଧିକାରୀଙ୍କ ତତ୍ତ୍ୱାବଧାନରେ ରୁପ୍ସା ମାଲଗୋଦାମ ଟ୍ରକ୍ ସଂଘ ଅନୁକୂଳରେ ରୁପ୍ସା ରେଳ ଷ୍ଟେସନସ୍ଥିତ ସଂଘ କାର୍ଯ୍ୟାଳୟରେ ଗୁରୁବାର ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ସଂଘ ସଭାପତି ଜଳଧର ପରିଡ଼ାଙ୍କ ପୌରୋହିତ୍ୟରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଆର୍ଟିଓ ରଶ୍ମି ରଞ୍ଜିତ ଦଳ ବେହେରା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦ୍ୱାରା ଶତାଧିକ ମହିଳା ପୁରୁଷଙ୍କ ଚକ୍ଷୁ ପରୀକ୍ଷା ପୂର୍ବକ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା। ଏହାସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ସଂଘ ସମ୍ପାଦକ ସୁଜୟ କୁମାର ଗିରି, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଉପଦେଷ୍ଟା ମାନସ କୁମାର ଜେନା ଓ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ମାଝୀ, ସୃଷ୍ଟିଧର ବେହେରା ଓ କୁନା ପରିଡ଼ାଙ୍କ ସମେତ ସମସ୍ତ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବାଲେଶ୍ୱର ଜିଲ୍ଲାରୁ ମାନସ ରଞ୍ଜନ ବେହେରାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।